ମାର୍କଣ୍ଡେୟ ପୁରାଣ ସ୍ତ୍ରୀ ହତ୍ୟା ବୃତ୍ତାନ୍ତ ପୌରାଣିକ ଉପାଖ୍ୟାନ। ମାର୍କଣ୍ଡ ବୋଇଲେ ଶୁଣ ସୁରଥ ନୃପତି, ପୂର୍ବେ ସ୍ତ୍ରୀ ହତ୍ୟା କଲା ଅମର ନୃପତି। ତାହାର ଚରିତ ଏବେ ଶୁଣ ମନ ଦେଇ, ସତ୍ୟ ଯୁଗରେ ଶୋଚନା ନାମେ ନରସାଇଁ। କାଞ୍ଚନ ଦେଶର ସେଇ ଅଟେ ମହାରାଜା, ତପସ୍ୱଭା ନାମେ ଥିଲା ତାହାର ଭାରିଜା। ଦୁହିତା ଗୋଟିଏ ହେଲା ତା ଗର୍ଭରୁ ଜନ୍ମ, ରୂପରେ କି ପଟାନ୍ତର ରମ୍ଭାର ସମାନ। ଅପୂର୍ବ ସୁନ୍ଦର ରୂପ ସେ କନ୍ୟାର ଦେଖି, ନରପତି ତାର ନାମ ଦେଲେ ବିଧୁମୁଖୀ। ସେ ଶୋଚନା ନରସାଇଁ ମନେ ବିଚାରଇ, ଏ କନ୍ୟାକୁ ବର ମୁହିଁ ପାଇବଇଁ କାହିଁ। ରୂପ ଗୁଣେ କନ୍ୟା ପାର୍ବତୀଙ୍କୁ ପଟାନ୍ତର, ମଞ୍ଚର ମାନବ କାହିଁ ହେବା ଅବାବର। ଇନ୍ଦ୍ରଙ୍କୁ ଏହାକୁ ଦେବି ସଂକଳ୍ପ କରିଲା, ଅନେକ ବର ଲାଗିଲା ସବୁ ନାସ୍ତି କଲା। ଏ ମନ୍ଦ କନ୍ୟାର ନବ ବରଷ ପୂରିଲା, ବୟସ ଲାଗନ୍ତେ ବାଳି ଯୁବତୀ ହୋଇଲା। ରାଜା ଆଗେ ରାଣୀ ତାର କହିବାରତା, ଋତୁମତୀ ହୋଇଲାଣି ତୁମ୍ଭର ଦୁହିତା। ଯୁବତୀ କନ୍ୟାକୁ ଘରେ ନ ରଖି ଯୋଗାଇ, ବିଭା ଦିଅ ଏ କନ୍ୟାକୁ ଭଲ ଘରେ ନେଇ। ରାଜା ଶୁଣି ବୋଇଲା ମୁଁ ବର କରିଅଛି, ଅଳ୍ପ ଦିନ ଆଉ ଥାଅ ମନୁ ସବୁ ମୂର୍ଚ୍ଛି। ଏତେ ବୋଲି କରି ରାୟ ବସିଲା ଏକାନ୍ତେ, ଭାଳଇ ସେ ପଞ୍ଚମନେ ଦୁହିତା ନିମନ୍ତେ। ବିଚାରେ ଏ ଝିଅକୁ ମୁଁ ଇନ୍ଦ୍ରକୁ ଦେବଇଁ, ସଂକଳ୍ପ କରି ସତ୍ୟ କରିଅଛି ମୁହିଁ। ବିଚାରୁ ବିଚାରୁ ଝିଅ ହେଲା ଆସି ଯୁବା, କେମନ୍ତେ ଏହି ବାରତା ପାଇବେ ମଘବା। ଇନ୍ଦ୍ର ଭୁବନକୁ ପେଶିବାକୁ କାହିଁ ଦୂତ, ମଞ୍ଚପୁରେ ଏଡ଼େ ଭଳି କେହିବ ସମର୍ଥ। ଏମନ୍ତେ ବିଚାରି ମନେ ଭାଳେ ଦଣ୍ଡଧାରୀ, ମିଳିଲେ ନାରଦ ମୁନି ହସ୍ତେ ବୀଣା ଧରି। ଋଷିଙ୍କି ଦେଖି ନୃପତି ହେଲା ପ୍ରଣମିତ, ତାହାଙ୍କୁ କଲ୍ୟାଣ ବାସ୍ତା କଲେ ବ୍ରହ୍ମସୁତ। ନୃପତି ବୋଇଲେ ମୁନି କ୍ଷଣେ ରହ କିନା, ତୁମ୍ଭ ଛାମୁରେ କହିବା ମୋହରି ବେଦନା। ମୁନି ବୋଇଲେ ହେ ରାଜା କି କହିବୁ କହ, ନୃପତି ବୋଇଲେ ମୋତେ ପଡ଼ିଲା ସନ୍ଦେହ। ଦୁହିତା ଗୋଟିଏ ହେଲା ମୋର ବୀର୍ଯ୍ୟ ଜନ୍ମ, ରୂପ ଗୁଣେ ସୁନ୍ଦରୀ ସେ ପାର୍ବତୀ ସମାନ। ତାହାର ସଦୃଶ କାହିଁ ନ ପାଇଲି ବର, ଇନ୍ଦ୍ରକୁ ଦେବଇଁ ବୋଲି କରିଛି ବିଚାର। ଯାହା କଳ୍ପିଅଛି ମନେ ନୋହିବ ତା, ନ ଧର୍ମହାନି ହେବ ତାହା ଆନେ କଲେ ଦାନ। ସତ୍ୟ କରି କେହ୍ନେ ଦେବି ଆନକୁ ମୁଁ ବିଭା, ଦ୍ୱାଦଶ ବର୍ଷରେ କନ୍ୟା ହେଲା ନବାଯୁବା। କେମନ୍ତେ ବାରତା ପାଇବେ କଷଛି ସାଇଁ, ସ୍ୱର୍ଗପୁରେ ଯିବାକୁ ମୋର ଦୂତ ନାହିଁ। ମୁହିଁ ସ୍ୱର୍ଗ ଭୁବନକୁ ପାରଇକେ ଯାଇ, ଦୁହିତା ଯାଚି ଦେଲେ ଯେ ଗରିବ ତୁଟଇ। ବିଭା ସମ୍ବାଦେ ମଧ୍ୟସ୍ଥ କେହି ଜଣେ ଥିଲେ, ବିଶୁଦ୍ଧ ହୁଅଇ ଦୁହିଁଙ୍କର କୂଳ ଭଲେ। ମୁଁ ଏବେ ତୁମ୍ଭ ଚରଣେ କରଇ ଦଇନି, ଇନ୍ଦ୍ରର ଛାମୁକୁ ଯିବ ମୋ ବାରତା ଘେନି। କହିବ ଯେ ମଞ୍ଚପୁରେ ଶୋଚନା ନୃପତି, ବିଧୁମୁଖୀ ନାମେ କନ୍ୟା ତାର ରୂପବତୀ। କନ୍ୟା ରୂପ ଗୁଣେ ତୁଲ୍ୟ ସ୍ୱର୍ଗର ଲଳନା, ତୁମ୍ଭଙ୍କୁ ଦେବ ଦେବତା କରିଛି କଳ୍ପନା। ତେବେ ସେ ରାଜାର ତୁମ୍ଭେ ଘେନିବ ଭକତି, ତୁମ୍ଭଙ୍କୁ ବିଭା କରିବ ଆହେ ସଚିପତି। ତୁମେ ନାସ୍ତି କଲେ ତାକୁ ନ ଦେବ ପରକୁ, କନ୍ୟା ନାଶ କଲେ ହତ୍ୟା ଲାଗିବ ତୁମ୍ଭଙ୍କୁ। ଇନ୍ଦ୍ରଙ୍କୁ କହିବ ସବୁ ଏମନ୍ତ ଯେ ଯାଇ, ଲେଉଟି ବାରତା ମୋତେ କହିବ ଗୋସାଇଁ। ନାରଦ ବୋଇଲେ ଏ କି ଅପୂର୍ବ କଥା, ଅସଂଖ୍ୟ ସଂକଳ୍ପ କରିଅଛୁ ମହାରଥା। ବନ୍ୟଜନ୍ତୁ ହୋଇ କରି ଜଗତି କି ବାଞ୍ଛା, ମାନବ ହୋଇ ଯିବାକୁ କରୁ ସ୍ୱର୍ଗ ଇଚ୍ଛା। ମାନବ ବଧୂକୁ ଇନ୍ଦ୍ର ମଙ୍ଗିବ କି ନାହିଁ, ଏକଥା ମୁଁ ବୁଝି ତୋର ଆଗେ କହିବଇଁ। ଏତେ ବୋଲି ମୁନିଙ୍କର ଗଲେ ଅନ୍ତର୍ଧାନେ, ପ୍ରବେଶ ହୋଇଲେ ଯାଇ ଅମର ଆସ୍ଥାନେ। ସୁଧର୍ମା ସଭାରେ ଛନ୍ତି ସର୍ବଦିଗପାଳ, ଆସ୍ଥାନରେ ବିଜେ କରିଅଛି ଆଖଣ୍ଡଳ। ଏମନ୍ତେ ମିଳିଲେ ଯାଇ ନାରଦ ମହର୍ଷି, ଗୌରବ ପାଇଣ ମୁନି ଇନ୍ଦ୍ର ପାଶେ ବସି। ଇନ୍ଦ୍ର ତହିଁ ପୁଚ୍ଛା କଲେ ନାରଦକୁ ଚାହିଁ, କହ ଦେବ ଋଷି ଥିଲ ତୁମ୍ଭେ କେଉଁଠାଇଁ।
ନାରଦ ବୋଇଲେ ଆମ୍ଭେ ମଞ୍ଚପୁରେ ଥିଲୁ, କାଞ୍ଚନ ଦେଶରେ ଆମ୍ଭେ ଜାଇଣ ମିଳିଲୁ। ଶୋଚନା ନାମରେ ଅଛି ତହିଁ ନରପତି, ତାର କନ୍ୟା ବିଧୁମୁଖୀ ଅତି ରୂପବତୀ। ସେ କନ୍ୟା ରୂପକୁ ସଚି ନୋହିବେ କସରି, ନାହିଁ ପଟାନ୍ତର ତିନି ଭୁବନେ ସୁନ୍ଦରୀ। ସେ କନ୍ୟାର ରୂପ ଗୁଣ ଦେଖି ନର ସାଇଁ, ଇନ୍ଦ୍ରକୁ ଦେବଇଁ ବୋଲି ମନରେ କଳ୍ପଇ। ନବଯୁବା ବୟସିତ ହୋଇଛି ସୁନ୍ଦରୀ, ତୁମ୍ଭର ନିମନ୍ତେ ରଖିଅଛି ଯତ୍ନ କରି। ଆମ୍ଭର ଆଗେ ବହୁତ ହୋଇଲା ବିନୟୀ, ବୋଇଲା ତୁମ୍ଭ ଛାମୁରେ କହିବାର ପାଇଁ। ଦୁହିତା ଗୋଟି ତାହାକୁ ଦେବି ଦାସୀ, ଦୁହିତା ଗୋଟି ତାହାକୁ ଦାସୀପଣେ ଦେବି। ସେ ଯେ ମହାପ୍ରଭୁ ମୁହିଁ ଶରଣ ପଶିବି, ସତ୍ୟ କରିଅଛି ତାହା ନ ଦିଅଇ ଆନେ, ଜାଣନ୍ତି ତାହାର ଭଲ ମନ୍ଦ ମଘବାନେ। ଏମନ୍ତ ବୋଲି କହିଲା ମୋତେ ଦଣ୍ଡଧାରୀ, ଏଥକୁ ବିଚାରି ଆଜ୍ଞା ଦିଅ ଜମ୍ଭହରି। ଶୁଣି ସୁରପତି ତହୁଁ ବୋଇଲା କହସି, କି ବାରତା ଆସି କହ ଆହେ ଦେବ ଋଷି। ନିଲକ୍ଷଣୀ ମାନୁଷୀ ସେ ଛାରହୀନ ଜନ୍ମ, ଆମ୍ଭ ଅଙ୍ଗ ଛୁଇଁବାକୁ ହେବ କି ଭାଜନ। ସେ ରାଜା ଅଳପ ଲୋକ ଅଟଇ ଯୁକତେ, ତୁମ୍ଭେ ପୁଣି ତା ବାରତା ଆଣିଲ କେମନ୍ତେ। ଆମ୍ଭେ ସାମାନ୍ୟ ତୁମ୍ଭଙ୍କୁ ଦିଶିଲୁ ହେ ମୁନି, ନୋହିଲେ ସଭାରେ କହ ଏକଥା କିଆଣି। ତୁମ୍ଭର ଯଦ୍ୟପି ଜ୍ଞାନ ଥାନ୍ତା ତପୋବନ୍ତ, ମାନବୀ କଥା ମୁଁ ଆଗେ କହନ୍ତ କେମନ୍ତ। ବଡ଼ ଲୋକ ହୋଇ କରି ହୀନ କଥା କହୁ, ବ୍ରହ୍ମାର ପୁଅ ତ ତୋତେ କି ବୋଲିବି ଆଉ। ଶୁଣିଣ ଦେବର୍ଷି ମନେ ପାଇ ବହୁ ଲାଜ, ସମସ୍ୟା ନ ଦେଇ କିଛି ବ୍ରହ୍ମାର ଆତ୍ମଜ। ବିଚାର କରନ୍ତି ମନେ ମନେ ମହାଯତି, ଆମ୍ଭଙ୍କୁ ଯେ ଉପହାସ କଲା ସୁରପତି। ଜାଣିବା ସୁରପତିର ଏ ବଡ଼ିମା କଥା, ବିଚାରିଲେ ଦେଇପାରେ ଅନେକ ଅବସ୍ଥା। ଏତେ ବୋଲି ମୁନି ଗଲେ ମର୍ତ୍ତ୍ୟପୁରେ ବେଗେ, ମନବୀର ସେ ରାଜାକୁ କହିଲେ କ ଆଗେ। ବୋଇଲେ ଆହେ ନୃପତି ତୋର କଥା ଘେନି, ସୁଧର୍ମା ସଭାରେ ଆମ୍ଭେ ହେଲୁ ମାନହାନି। ଯେ ବଣ କଥା କହିଲୁ ତୁ ଆମ୍ଭର ଆଗ, ତାହା ଶୁଣି ସୁରପତି ପାଇଲା ବୈରାଗ୍ୟ। ବୋଇଲା ସେ ଦେବମାନବର କାହିଁ ମେଳା, ନ କହ ଆଉ ସେ କଥା ଶୀଘ୍ର ହୋଇ ପଳା। କେବେ ତା ସନମତ ନ କଲା ସୁରେଶ, ତୋହର ଦୁହିତା ଏବେ ଗଲା ଜାଣ ନାଶ। ତୋହର ଯୋଗୁ ପାଇଲୁ ଆପେ ବଡ଼ ଲଜ୍ଜା, ମାନହାନିର କାରଣ ହୋଇଲ ହେ ରାଜା। ଯାହା ତୋହର ଇଚ୍ଛା ତାହା କର ନରସାଇଁ। ଏତେ ବୋଲି ମୁନି ଗଲେ ଅନ୍ତର୍ଦ୍ଧାନ ହୋଇ, ଇନ୍ଦ୍ର ନିରାଶ ବଚନ ଶୁଣି ନରପତି। ବିସ୍ମିତ ହୋଇ ବସିଣ ଭାଳେ ନିଜମତି, ମନେ ବିଚାରଇ ମୁହିଁ ନିଶ୍ଚେ ନାଶ ଗଲି। ଆଖି ବୁଜି ଯାଉ ଯାଉ ପଥ ହରାଇଲି, ମୂର୍ଖପଣେ ଦୁହିତାକୁ କଲି ଏବେ ନାଶ। ଗଗନ ଚନ୍ଦ୍ରକୁ ମୁହିଁ ବଢ଼ାଇଲି ଆସ, ଆନକୁ କରିବି ବିଭା ଯେବେ ମୁଁ ନନ୍ଦିନୀ। ନିଶ୍ଚୟ ଜାଣ ମୋହର ହେବ ଧର୍ମହାନି, ସତ୍ୟ ନ ପାଳିଲେ ନାହିଁ ପ୍ରାଣୀକୁ ସୁଗତି। ଏତେକ ବିଚାରି ମନେ ରହିଲା ନୃପତି, କନ୍ୟା ବିଧୁମୁଖୀ ଏଣେ ନବଯୁବା ହୋଇ। ଅନ୍ତପୁରେ ରହିଲା ସେ କାମ ବାଧା ପାଇ, ନୀତି ନୀତି ରାଣୀ ତାହା ଜଣାଏ ରାଜାଙ୍କୁ। ଦୁହିତା ଗୋଟିଏ ବିଭା ନ ଦେଲ କାହାକୁ। ରାଜା ଦିନେ ବୋଇଲେ ତୁ ଶୁଣ ମହାଦେଇ, ଇନ୍ଦ୍ରକୁ ଯେ ଦେବା ପାଇଁ ସତ୍ୟ କଲି ମୁହିଁ। ସେ ଇନ୍ଦ୍ର ଦେବତା କେବେ ନଇଲା ମଞ୍ଚକୁ, ସତ୍ୟକୁ ଲଙ୍ଘିବି ସିନା ଦେଲେ ମୁଁ ଆନକୁ। ଇନ୍ଦ୍ରର ଭାର୍ଯ୍ୟ ବୋଲିଣ ସମସ୍ତେ ଜାଣିଲେ, ବିଭା ହୋଇବାକୁ କେହି ଭାଜନ ନୋହିଲେ। ଯାହା ସେହି କର୍ମେ ଅରିଅଛି ବିଧୁମୁଖୀ, ଦଇବ ପୁରୁଷ ଭାଲେ ଅଛି ଯାହା ଲେଖି। ନିଶ୍ଚୟ ବିନାଶ ଗଲା ସୁନ୍ଦରୀ ଝିଅଟି, ଏତେ ବୋଲିଣ ନୃପତି ବେଗେ ଗଲା ଉଠି। ନିରାଶ ବଚନ ରାଣୀ ସ୍ୱାମୀ ମୁଖୁ ଶୁଣି, କର୍ମକୁ ଆଦରି ତୁନି ହୋଇଲା କରାଣୀ। ବିଧୁମୁଖୀ ରାତ୍ର ଦିବା ମନରେ ଏକାନ୍ତେ, ଭାଳଇ ମନ୍ଦିରେ ବସି କାମ ସରାଘାତେ। ଯୌବନ ଭାର ସେହୁ ନ ପାରଇ ସହି, ସ୍ୱାମୀ ବିହୀନେ ତାହାର ରାତ୍ରି ଦିନ ନାହିଁ। ନିଦ୍ରାହାରାଦି ସବୁ ତେଜିଲା ସୁମୁଖୀ, କନ୍ଦର୍ପ ବାଣ ଅନଳେ ହୋଇ ବଡ଼ ଦୁଃଖୀ। ଲଜ୍ଜା ଭାବରେ ସେ କିଛି କାହାକୁ ନ କହି, ହୃଦୟର ବେଦନାକୁ ହୃଦେ ସଂହରଇ।
ଏମନ୍ତେ ରହିଲା ସେହୁ 30 ବରଷ, ସମ୍ଭାଳି ନ ପାରିଲା କବିର ହର ତ୍ରାସ। ମନେ ମନେ ବିଚାରଇ ସେହି ଜେମା ଦେଇ, ଏତେ କଷ୍ଟ ଜୀବନ ମୁଁ ଧରିବି କିମ୍ପାଇଁ। ଏ ଯୁବା ବୟସ ମୋର ବ୍ୟର୍ଥରେ ଗଲା, ମାତା ପିତା ଶରୀରରେ ଦୟା ନ ବସିଲା। ସ୍ତ୍ରୀ ପୁରୁଷଙ୍କ ମତି ନ ଜାଣନ୍ତି ସେହି, ମୋତେ ବିଭା ନ ଦେଲେ କିମ୍ପା କାହାକୁ ହିଁ। ମୁହିଁଲା ଯେ ଏହା ଅବା କହିବି କାହାକୁ, ପଡ଼ୁ ଏ ଅବସ୍ଥା ମୋର ଛାଡ଼ିବି ଦେହକୁ। ଏମନ୍ତ ବିଚାର କରି ମନେ ଜେମା ଦେଇ, ଏକାନ୍ତ ପୁର ଗୋଟିକେ ପହୁଡ଼ିଲା ଯାଇ। କବାଟକୁ କିଳିଣ ସେ ଅଗ୍ନି ଜାଳି ଦେଲା, ଶରୀର ଧ୍ୱଂସି ମଦନ ବେଦନା ନାସିଲା। ଆତ୍ମା ଗୋଟି ତାର ଧରି ନେଲେ ଯମଗଣେ, ପାପ ପୁଣ୍ୟ ବିଚାରିଲେ ତାହାର ପୁରାଣେ। ବୁଝନ୍ତେଣ ଇନ୍ଦ୍ରଙ୍କୁ ଯେ ଲାଗିଲା ସ୍ତ୍ରୀ ହତ୍ୟା, ନାରଦ ସେହୁ କଥାରେ ପାଇଲେ ବାରତା। କହିଲେ ବ୍ରହ୍ମାଙ୍କ ଆଗେ ଯାଇ ତପୋବନ୍ତ, ସ୍ତ୍ରୀ ହତ୍ୟା ଦୋଷ ଅରଜିଲେ ପୁରୁହୂତ। ଯାଚିଲେ କନ୍ୟାକୁ ବିଭା ନୋହିଲେ କିମ୍ପାଇଁ, ସେହି କନ୍ୟା ନାଶ ଗଲା ବିବାହ ନ ହୋଇ। ଏଥକୁ କି ଆଜ୍ଞା ଦେବ ଆହେ ବେଦବର, ହତ୍ୟା ଦୋଷୀ କେଉଁ ପରି ବସିବ ସଭାର। ବିହନ୍ତି ପୁରୁଷ ବୁଝି ଲେଖ ଶାସ୍ତ୍ର ଯୋଗେ, ଇନ୍ଦ୍ରଙ୍କୁ ସ୍ତ୍ରୀ ହତ୍ୟା ଦୋଷ ଲାଗିଲା ସର୍ବାଙ୍ଗେ। ବିଧାତା ବୋଇଲେ ଯେବେ ଇନ୍ଦ୍ର ହେଲେ ପାପୀ, ସ୍ୱଧର୍ମା ସଭାରେ ବସି ନ ପାରି ଅଦ୍ୟାପି। ତୁମ୍ଭେ ଯାଇଣ ତାହାକୁ ଘଉଡ଼ାଇ ଦିଅ, ଇନ୍ଦ୍ର ପଦରେ ବରାହ ଋଷିକୁ ବସାଅ। ଏହା ଶୁଣିଣ ନାରଦ ଧାଇଁଲେ କଖରେ, ପ୍ରବେଶ ହୋଇଲେ ଯାଇ ସ୍ୱଧର୍ମା ସଭାରେ। ଇନ୍ଦ୍ରଙ୍କୁ ବୋଇଲେ ଉଠ ଉଠ ସୁରରାଜ, ସ୍ୱଧର୍ମା ସଭାକୁ ତୁହି କର ପରିତ୍ୟଜ୍ୟ। ଶୋଚନା ରାଜାର ଝିଅ ନାମ ବିଧୁମୁଖୀ, ତାହାକୁ ବିଭା ନୋହିଲୁ ତୁ ସହସ୍ର ଆଖି। ତୋତେ ଡରି ସେ କନ୍ୟାକୁ ବିଭା କେ ନୋହିଲା, ସେ କନ୍ୟା ମରିଲା ହତ୍ୟା ତୋତେ ଯେ ଲାଗିଲା। ଧର୍ମ ବିଚାରିଲା ପାପ ଲାଗିଲା ତୋତେ, ବିଧାତା ରାଇଣ ଏବେ ଆଜ୍ଞା ଦେଲେ ମୋତେ। ବୋଇଲେ ବାହାର କରି ଦେବୁ ସେ ଇନ୍ଦ୍ରକୁ, ସେ ସଭାରେ ବସାଇବୁ ବରାହ ଋଷିକୁ। ଇନ୍ଦ୍ରସ୍ଥାନେ ବସି ସେହୁ ପାଳିବ ଯେ କ୍ଷିତି, ପାପ କ୍ଷୟ କରି ଆସୁ ସେହି ସୁରପତି। ଆମ୍ଭର ଆଜ୍ଞା ମେଣ୍ଟିବ ଯେବେ ପୁରୁହୂତ, ସେହି ଠାବରେ ହୋଇବ ସେହୁ ଭସ୍ମୀଭୂତ। ପୁଣି ପୁଣି କୋପେ ଯହୁଁ ବୋଇଲେ ସେ ଯତି, ବ୍ରହ୍ମା ଆଜ୍ଞା ବୋଲି ଇନ୍ଦ୍ର ମନେ କଲା ଭୀତି। ଇନ୍ଦ୍ର ସର୍ବ ଅଳଙ୍କାର ସଭାରେ ଥୋଇଲେ, ତପୀ ରୂପ ଧରି ବ୍ରହ୍ମା ନିକଟକୁ ଗଲେ। ବରାହ ଋଷି ଯେ ରହିଥିଲେ ଗଙ୍ଗା ତୀରେ, ତପ କରୁଥିଲେ ବସି ବରାହଗିରିରେ। ନାରଦ ଋଷି ଆଣିଲେ ତାଙ୍କୁ ବେଗେ ଯାଇ, ଇନ୍ଦ୍ରର ପଦେ ସୁଧର୍ମା ସଭାରେ ବସାଇ। ଏଥୁ ଅନନ୍ତରେ କଥା ଶୁଣ ହେ ସୁରଥ, ବ୍ରହ୍ମାଙ୍କ ପୁରକୁ ଚଳି ଗଲେ ସୁରନାଥ। ଯଶୋବନ୍ତୀପୁରେ ଯାଇ ବ୍ରହ୍ମାଙ୍କୁ ଭେଟିଲେ, ଶୋକଭର ହୋଇ ତାଙ୍କ ଛାମୁରେ କହିଲେ। ଶିରେ ବେନି କର ଦେଇ କୁହଇ ବାସବ, ପ୍ରଭୁ ପିତାମହ ମୋର ଗୁହାରି ଶୁଣିବ। ତୁମ୍ଭେ ଯେଣୁ ଜଗତର କର୍ତ୍ତା ସୁର ଶ୍ରେଷ୍ଠ, ସକଳ ପ୍ରାଣୀମାନଙ୍କ କରମ ଅଦୃଷ୍ଟ। ନାନା କର୍ମ ଧର୍ମର ତୁ ସର୍ଜନ କରତା, ପାପ ପୁଣ୍ୟ ଭଲ ମନ୍ଦ ବୁଝ ତୁହି ଦାତା। ପୂର୍ବ ଜନ୍ମରେ ମୋହର ଘୋର ତପ ଘେନି, ସ୍ୱର୍ଗରେ ଯେ ଇନ୍ଦ୍ରପଦ ଦେଲୁ ପଦ୍ମଯୋନି। ଏବେ ତୁମ୍ଭର ଶ୍ରୀଚରଣେ କଲି କେଉଁ ଦୋଷ, ନାରଦ କିମ୍ପାଇଁ ମୋତେ ବହେ ଏଡ଼େ ରୋଷ। ବ୍ରହ୍ମା ବୋଇଲେ ତୁ ଯେଣୁ ଅର୍ଜିଲୁ ସ୍ତ୍ରୀ ହତ୍ୟା, ତୋହର ଆଶାରେ ମଲା ଲୋଚନା ଦୁହିତା। ତାହାର ଯେ ହତ୍ୟା ଦୋଷ ଲାଗିଲା ତୋହରେ, କେଉଁ ପରି ବସିବୁ ତୁ ସ୍ୱଧର୍ମା ସଭାରେ। ପାପୀ ଜନକୁ ନ ସହେ ଏହି ଦେବ ସଭା, ଜଳେ ହେଲେ ଭାରି ନୌକା ନ ଚଳଇ ବାବା। ଏ ସୁଧର୍ମା ସଭା ଗୋଟି ଅଟେ ସେହି ପ୍ରାୟେ, ସେହି ପୁଣ୍ୟ ପ୍ରଭା ଗୋଟି ପାପୀଙ୍କି ନ ସହେ। ତୁ ବୈଷ୍ଣବ ପୁଣ୍ୟ ଯୋଗ କରି ମନ୍ତ୍ର ଜପ, ସଭାରେ ବସି ଛଡ଼ାଅ ତୋର ଅଙ୍ଗୁ ପାପ। ବରାହ ଋଷି ଅନେକ କାଳ ତପ କଲା, ଈଶ୍ୱର ଦେବତା ତାକୁ ପ୍ରସନ୍ନ ହୋଇଲା। ମାନବ ବରଷେ ସେହୁ ସହସ୍ର ବରଷ, ଇନ୍ଦ୍ରପଦ ତାହାକୁ ସେ ଦେଲେ ବିଶ୍ୱବାସ। ତଦନ୍ତରେ ପୁଣି ସେହୁ ଜୀବ ତପ କରି, ତୁ ପୁଣି ଆସିବୁ ଇନ୍ଦ୍ର ପାପ ଅପହରି। ବାସବ ବୋଇଲେ ମୁହିଁ କି କରିବି ତପ, କେଉଁ ମନ୍ତ୍ରକୁ ଜପିଲେ ଦଗ୍ଧି ହେବ ପାପ।
ସେ କଥା ପ୍ରସନ୍ନେ ମୋତେ କହିବାକୁ ବିଧି ପାପ ବିନାଶ କରିବି ଯେବେ ତପସାଧି। ବିଧାତା ବୋଇଲେ ସ୍ତ୍ରୀ ହତ୍ୟା ପାପ କଲେ ତିନି ଯୁଗରେ ନ ଛାଡ଼େ ପାପ ଅଙ୍ଗୁ ଭଲେ। ଏ କଥା କହିବୁ ଆମେ କେଉଁ ମନ୍ତ୍ର ଗୋଟି ଭଜନ୍ତେ ସହସ୍ର ବର୍ଷେ ପାପ ଯାଏ ତୁଟି। ଶୁଣ ଶୁକ୍ର ରାୟ ଏହୁ ମନ୍ତ୍ରର ମହିମା ଜୟନ୍ତୀ ପାଇଁ ସାଜିଲେ ସତ୍ୟପାଳ ବ୍ରହ୍ମା। ସତ୍ୟପାଳର ନନ୍ଦନ ଦେବୀ ମୁଖ ଋଷି ପଞ୍ଚପୂଜା ତୀର୍ଥରେ ଯେ ତପ କରେ ବସି। 28 ସହସ୍ର ବର୍ଷ ବସିଲାଣି ତପେ ସଂସାରର ଭାବ ଛାଡ଼ି ମନର ସଂକଳ୍ପେ। ଆବର ଯେ ତାହା କିଛି ଦିନେ ପୂର୍ଣ୍ଣ ହେବ ଦିବ୍ୟ ଦେହ ଧରି ସେହୁ ବ୍ରହ୍ମଲୋକେ ଯିବ। ଏହିପରି ତୁଳା ମାସ ଶରତ ଋତୁ ଅନ୍ତେ କୃଷ୍ଣ ଅମାବାସ୍ୟା ଭୃଗୁ ବାର ଯେଜୁକତେ। ସ୍ୱାତି ତୁଳା ରାଶି ଆଉ ଶୋଭ ନାମେ ଯୋଗ ନାଗ ନାମରେ କରଣ ତ୍ରିଶ ଦଣ୍ଡ ଭୋଗ। ସେହିଦିନ ଦୃଷ୍ଟି ଅର୍ଥ ବିଜେ ସୁରନାଥ ଅଛିଦ୍ର ହୋଇ ଘୋଟିଲା ଭୂମି ଶୂନ୍ୟ ପଥ। ପୟ ସମୁଦ୍ରକୁ ଟେକି ଜଳ ମେଘମାଳ ଦ୍ରୋଣ ମେଘ ସହିତରେ ବିଜେ ଆଖଣ୍ଡଳ। ଦେବମୁଖ ଋଷି ବସି ଅଛନ୍ତି ଧ୍ୟାନରେ ଚରୁଛି ମୃଗୁଣୀଟିଏ ତାହାଙ୍କ ଛାମୁରେ। ଏ ସମୟେ ବଜ୍ରସୂଚୀ ପଡ଼ିଲା ଗଗନୁ ଶବଦରେ ଚମକିଲା ଋଷିଙ୍କର ତନୁ। ତରସ୍ତ ହୋଇଣ ମୁନି ଦେଲେ କୋପ ଦୃଷ୍ଟି ଭସ୍ମୀଭୂତ ହୋଇଗଲା ତକ୍ଷଣେ ମୃଗଟି। ତାହା ଦେଖି ମହାଋଷି ହେଲେ ସ୍ତମ୍ଭୀଭୂତ ବୋଇଲେ ପୂର୍ବ ପୁଣ୍ୟ ମୋର କଲା ହତ। ପଶୁ ସ୍ତ୍ରୀ ହତ୍ୟା ମୁହିଁ ଲଭିଲି ନିଶ୍ଚୟ ଅନେକ କାଳ ସୁକୃତି ମୋର ଗଲା କ୍ଷୟ। ଏମନ୍ତ ବିଚାର କରି ପିତା ଠାକୁ ଗଲା ସତ୍ୟପାଳ ବ୍ରହ୍ମାଙ୍କର ଆଗେ ଜଣାଇଲା। ବ୍ରହ୍ମା ବୋଇଲେ ବାବୁ ନଭାଳ ମନେ କିଛି ଏ ପାପରୁ ତରିବାକୁ ମନ୍ତ୍ର ମୋର ଅଛି। ଏତେ ବୋଲି କରି ସେହୁ ସାମବେଦ ସାର ପଢ଼ିଲେ ଯେ ନାରାୟଣ ମନ୍ତ୍ର ବେଦବର। ଅଷ୍ଟ ଅକ୍ଷର ଯେ ମନ୍ତ୍ର ଅଷ୍ଟାଙ୍ଗର ବୀଜ ପାପ ବିନାଶିନୀ ସେହି ଯୋଗୀ ଯୋଗରାଜ। ସାମବେଦ ମୂଳରେ ଯେ ଅଛି ବିଷ୍ଣୁ ନାମ ଭଜନ୍ତେ ମାନବ ବସେ ବୈକୁଣ୍ଠ ଧାମ। ସେ ମନ୍ତ୍ର ରାଜକୁ ଧାତା ନିଜ ପୁତ୍ର ଅର୍ଥେ ପରମ ଗୁପତ ଖ୍ୟାତ କଲେ ବେଦପତେ। ବେଦମୁଖ ଋଷିଙ୍କୁ ଯେ କହିଲେ ବିଧାତ ସେହିଦିନ ସେହି ମନ୍ତ୍ର ହୋଇଲା ବିଖ୍ୟାତ। ଜଗତ ସ୍ମରିଲେ ନାରାୟଣ ନାମ ଗୋଟି କାରଣ ଲଭିଲେ ତେଣୁ କରି ନବ ସୃଷ୍ଟି। ଦେବମୁଖ ଋଷି ଯେହ୍ନେ ପାଇଲେ ମୁକତି ତାହା ତୋର କର୍ତ୍ରେ ଶୁଣ ଆହେ ସୁରପତି। ଦୃଢ଼ କରି ଯେବେ ତୁହି ଜପିବୁ ସୁଚିତ୍ତେ 30 ବରଷେ ପାପ ଛାଡ଼ିଯିବ ତୋତେ। ଚିତ୍ତ ବିଚଳିତ କରି ଯଦ୍ୟପି ଜପିବ ସହସ୍ର ବରଷେ ପାପ ତୋହର ଖଣ୍ଡିବ। ଇନ୍ଦ୍ର ବୋଇଲେ ମୋହର ଚିତ୍ତ ନୁହେଁ ସୁଖୀ ରାଜପଦ ବିନେ ହୋଇଅଛି ବଡ଼ ଦୁଃଖୀ। ତେଣୁ କରି ମୋର ଚିତ୍ତ ସୁସ୍ଥିର ନୁହଁଇ ସହସ୍ର ବରଷ ମନ୍ତ୍ର ଜପ କରିବଇଁ। ସେହୁ ବୋଇଲେ ଯେପରି ହୁଏ ତୋର ଇଚ୍ଛା ଘେନ ମନ୍ତ୍ର ରାଜ ଆହେ କଶ୍ୟପର ବଛା। ଏତେ ବୋଲି କରି ପିତା ସୁରପତି କାନେ ସାରସ୍ୱତ ମନ୍ତ୍ର ରାଜି କହିଲେ ଗୋପନେ। ସେ ମନ୍ତ୍ରକୁ ସୁରପତି ଘେନି ହୃଦଗତେ ଦୃଢ଼େ ଜପ କଲେ ବସି ସୁରେଖା ପର୍ବତେ। ସହସ୍ର ବରଷ ଜପି ନାରାୟଣ ମନ୍ତ୍ର ଖଣ୍ଡିଲେ ଯେ ସ୍ତ୍ରୀ ହତ୍ୟା ପାପୁ ହେଲେ ମୁକ୍ତ। ପୁଣି ଇନ୍ଦ୍ର ପଦେ ଯାଇ ବସିଲେ ସଭାର ଶୁଣିଲୁ ଏକ ମନେ ସୁରଥ ନୃପବର। ଯେବଣ ମନ୍ତ୍ରରେ ଇନ୍ଦ୍ର ଖଣ୍ଡିଲା ସ୍ତ୍ରୀ ହତ୍ୟା ସେହି ମନ୍ତ୍ର ତୋର ଆଗେ କହିବା ସୁଜ୍ଞାତା। ତୁ ଏବେ ସେ ମନ୍ତ୍ର ଭାବ ହୃଦଗତେ ବେଗେ ଲଭିବୁ ପରମ ଗତି ବସିବୁ ଯେ ସ୍ୱର୍ଗେ। ସୁରଥ ବୋଇଲା ସ୍ୱାମୀ ଯେ ତୋର ବିଚାର କି କହିବି ମୁହିଁ ଅଟେ ତୁମ୍ଭ ପରିବାର। ମାର୍କଣ୍ଡ ବୋଇଲେ ଭାଗ୍ୟବନ୍ତ ତୁ ସୁବୁଦ୍ଧି ତେଣୁ ତୋତେ ପ୍ରାପ୍ତ ହେଲା ଜାଣ ମନ୍ତ୍ର ସିଦ୍ଧି। ଏତେ ବୋଲି କରି ମୁନି ସୁରଥର କର୍ଣ୍ଣେ ନାରାୟଣ ମନ୍ତ୍ର କହିଦେଲେ ତୋଷ ମନେ। ସୁରଥ ନୃପତି ବସି ଘୋଷିଲା କତାହା ମାରକଣ୍ଡ ବୋଇଲେ ହେ ଶୁଣ ନର ନାହା। ଯେବଣ ମନ୍ତ୍ର କହିଲୁ ଆମ୍ଭେ ତୋର ଆଗେ ଯେବଣ ମନ୍ତ୍ର କହିଲୁ ଆମ୍ଭେ ତୋର ଆଗ ପ୍ରାପ୍ତ କରାଇବ ତୋତେ ସେହି ସ୍ୱର୍ଗ ମାର୍ଗ। ଏବେ ତୁହି ଆମ୍ଭ ଆଜ୍ଞା କର ମହିପାଳ ବେଗେ ମଣିଭଦ୍ରା ନଦୀ ପର୍ବତକୁ ଚଳ। ତାମ୍ରଗିରିବର ଯେ ଉତ୍ତର ଭାଗରେ ଶଙ୍ଖଚୂଡ଼ ନାମେ ଅଛି ଏକ ଗିରିବରେ।
ମଣିଭଦ୍ରା ନଦୀରୁ ଯେ ବହେ ଧାରା ଗୋଟି, ଶଙ୍ଖଚୂଡ଼ ଗିରି କିବଳୟ ପ୍ରାୟ ଘୋଟି। ଉଡୁମ୍ବର ବୃକ୍ଷ ଅଛି ତହିଁର ଭିତର, ତହିଁ ପ୍ରାସାଦ ମଧ୍ୟରେ ବିଜୟ ଈଶ୍ୱର। ଅନ୍ଧକ ବିନାଶୀ ତହିଁ ରହିଲେ ଧୂର୍ଜଟି, ଅନ୍ଧକ ଅନନ୍ତ ବୋଲି ହେଲା ତୀର୍ଥ ଗୋଟି। ଦେଖନ୍ତେ ସେ ତୀର୍ଥ ସ୍ନାନ କରି ତ୍ରିଲୋଚନ, ନାନାଦି ପାତକ ତହିଁ ହୁଅଇ ମୋଚନ। ତୁ ଏବେ ଯାଇ କରିବୁ ସେ ତୀର୍ଥରେ ସ୍ନାନ, ଅନ୍ଧକାନ୍ତକ ରୁଦ୍ରଙ୍କ କରିବୁ ଦର୍ଶନ। ସେ ନିଗମ ସ୍ଥାନରେ ତୁ ରହି ନିମଗ୍ନରେ, ନାରାୟଣ ମନ୍ତ୍ର ଗୋଟି ଜପିବୁ ମନରେ। ଯେଉଁଦିନ ଅଙ୍ଗ ତୋର ହେବ ଅତି ତେଜ, ସେହିଦିନ ପାତକ ଯେ ହୋଇବ ଧୈର୍ଯ୍ୟ। ସେହିଦିନ ଆମ ଠାବକୁ ଆସିବୁ ରାଜନ, ଆମ୍ଭେ ଯେ କହିବା ତୋତେ ତହିଁର ବିଧାନ। ସ୍ତ୍ରୀ ହତ୍ୟା ପାତକେ ଇନ୍ଦ୍ର ସ୍ୱର୍ଗଚ୍ୟୁତ ହେଲା, ମହାଦେବ ଦାସ ଏହା ଗୀତରେ ଗାଇଲା।